ମୁଁ ହେଲି କାର୍ଯ୍ୟକାରୀ ସଭାପତି ସଭାପତି ଭାବରେ ପ୍ରଦୀପ କୁମାର ପତି, ସମ୍ପାଦକ ଭାବରେ ବିଶ୍ୱଜିତ ଧଳ, ସହ ସମ୍ପାଦକ ଭାବରେ ମହେଶ ପାଟ୍ରା, ଉପ ଆମର ଜୟନ୍ତ ରାଉତରାୟ, ଆଉ ସଂଗଠନ ସମ୍ପାଦକ ଭାବରେ ଆନନ୍ଦ ଦାସ, ଆଉ ଆମର ଉପଦେଷ୍ଟା ମଣ୍ଡଳୀରେ ଭରତ ମହାରାଣା ଆଉ ପ୍ରଦୀପ ରଥ ସମସ୍ତେ। ତେଣୁ ଏଇଟା ବଡ଼ ଖୁସିର ଦିନ। ଆଗାମୀ ଦିନରେ ଆମର ସଂଘ ପଞ୍ଜୀକରଣ ହେବ ବୋଲି ଆଜି ଆଲୋଚନା ହେଲା ଏବଂ ଆସନ୍ତା 30 ତାରିଖ ଦିନ ସଂଘର ଗୋଟେ ମିଟିଂ ହେବ। ମିଟିଂରେ ସେବନର ସମସ୍ତେ ଖାଇବା ପିଇବାର ବ୍ୟବସ୍ଥା ସହିତ ସେହିଦିନ ହିଁ ମାନେ ଡିସିସନ୍ କରାଯିବ ଯେ ଆମେ ପଞ୍ଜୀକରଣ କରିବା ଆଉ ନୂତନ ସଭ୍ୟ ଗ୍ରହଣ କରାଯିବ ଏବଂ ତୁରନ୍ତ ଏହାକୁ ପଞ୍ଜୀକରଣ କରାଯିବ। ଆଉ ଏହି ସଂଘ ଲୋକମାନଙ୍କର ସାମାଜିକ ସ୍ତରରେ ଯେଉଁ ପ୍ରକାର ଯେଉଁମାନେ ପାଉନାହାନ୍ତି, ମାନେ ଯେଉଁମାନେ ଦୁର୍ଦିନରେ ପଡ଼ିଛନ୍ତି, ଯେଉଁମାନେ ଅସହାୟ, ସେମାନଙ୍କୁ ଆମ ମୋ ନାଁ ପ୍ରଦୀପ କୁମାର ପତି, ମହାନଗର ସାମ୍ବାଦିକ ସଂଘର ସଭାପତି ରୂପେ ମନୋନୀତ ହୋଇଛି। କ'ଣ କହିବେ? ଆଜି ଗୋଟେ ଛୋଟ ସଭାରେ ଆୟୋଜନ କରାଯାଇଥିଲା ଯେ ଆପଣଙ୍କର କ'ଣ ଆଗକୁ ନିର୍ଦ୍ଦେଶ ସବୁ ରହିବ ଟିକେ ଆମକୁ। ଆମର ନିୟମ ଅନୁସାରେ ପ୍ରତିବର୍ଷ ସାମ୍ବାଦିକ ମହାନଗର ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥାନ୍ତି। ଏବର୍ଷ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏଇ ବର୍ତ୍ତମାନ ଯେଉଁ ନିର୍ବାଚିତ ହେଲେ ନୂତନ ସଂଘ ସଦସ୍ୟମାନେ, ଏ ସଂଘରେ ଆମର ସାନ ଭାଇମାନଙ୍କୁ ପ୍ରାଧାନ୍ୟ ଆମେ ଦେଇଛୁ ଏବଂ ତାଙ୍କୁ ମଧ୍ୟ ବଡ଼ ବଡ଼ ପଦବୀରେ ଯେଉଁ ପଦବୀରେ ସାଧାରଣତଃ ସିନିୟର ମାନେ ବସିଥାନ୍ତି, ଆମ ସାନ ଭାଇମାନଙ୍କୁ ଆମେ ବସେଇଛୁ। କାରଣ ହେଉଛି ଯେ ଏ ଟିମ୍ରେ ସମସ୍ତେ ହେଉଛନ୍ତି ସମାନ। ସଭାପତିର ଦାୟିତ୍ୱ ଯେତିକି, ଆମ ସାନ ଭାଇମାନେ ସମ୍ପାଦକ ହୁଅନ୍ତୁ କି କୋଷାଧ୍ୟକ୍ଷ ହୁଅନ୍ତୁ କି ସଦସ୍ୟ ହୁଅନ୍ତୁ, ତାଙ୍କର ମଧ୍ୟ ଅଧିକାର ସେତିକି। ସମସ୍ତେ ସମାନ ସୁବିଧା ସୁଯୋଗ ପାଇବେ ଏବଂ ଏ ସଂଘ ସାଧାରଣତଃ ଆମ ଭାଇମାନଙ୍କର ସୁବିଧା ଅସୁବିଧାରେ ଠିଆ ହେବା ସହିତ ଜନସାଧାରଣମାନଙ୍କର ସୁଖର ଅସୁବିଧାରେ ବା ଦୁଃଖରେ ଠିଆ ହେବା ପାଇଁ ପ୍ରତିଶ୍ରୁତିବଦ୍ଧ। ନଗାଓ।